ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଜାଣିବା 2 ଅଗଷ୍ଟ 2026 ରବିବାର ଦିନ ମୀନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଦିନଟି କିପରି ରହିପାରେ। ଆଜିର ଭିଡ଼ିଓରେ ଆମେ ଜାଣିବା ଚାକିରି, ବ୍ୟବସାୟ, ଧନ, ପ୍ରେମ, ବିବାହିତ ଜୀବନ, ପରିବାର, ଶିକ୍ଷା, ସ୍ୱାସ୍ଥ୍ୟ, ଶୁଭ ସମୟ ଏବଂ ଆଧ୍ୟାତ୍ମିକ ଉପାୟ ବିଷୟରେ। ଏହା ସାଧାରଣ ଜ୍ୟୋତିଷ ପରମ୍ପରା ଆଧାରିତ ଏକ ରାଶିଫଳ। ଆଜିର ସାରାଂଶ। ମୀନ ରାଶି ପାଇଁ ଆଜିର ଦିନ ଧୈର୍ଯ୍ୟ, ବୁଦ୍ଧିମତ୍ତା ଓ ଆତ୍ମବିଶ୍ୱାସ ସହ ଆଗକୁ ବଢ଼ିବାର ଦିନ ହୋଇପାରେ। କିଛି ଅଧୁରା କାମ ସମାପ୍ତ କରିବାର ସୁଯୋଗ ମିଳିପାରେ। ଅନାବଶ୍ୟକ ବିବାଦରୁ ଦୂରେଇ ରହିବା ଭଲ। କ୍ୟାରିୟର ଓ ଚାକିରି କିପରି ରହିବ? ଯେଉଁମାନେ ଚାକିରି କରୁଛନ୍ତି ସେମାନଙ୍କୁ ନୂଆ ଦାୟିତ୍ୱ ମିଳିପାରେ। ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିପାରେ। ଅଫିସରେ ନିଜ କାମ ସମୟରେ ଶେଷ କଲେ ପ୍ରଶଂସା ମିଳିପାରେ। ଚାକିରି ବଦଳାଇବାକୁ ଭାବୁଥିଲେ ପ୍ରଥମେ ସବୁ ଦିଗ ଯାଞ୍ଚ କରନ୍ତୁ। ବ୍ୟବସାୟ କିପରି ରହିବ? ବ୍ୟବସାୟୀଙ୍କ ପାଇଁ ନୂଆ ଗ୍ରାହକ ଓ ନୂଆ ସୁଯୋଗ ଆସିପାରେ। ଅନଲାଇନ୍ ବ୍ୟବସାୟ କରୁଥିବା ଲୋକମାନେ ଭଲ ଲାଭ ପାଇପାରନ୍ତି। ବଡ଼ ବିନିଯୋଗ କରିବା ପୂର୍ବରୁ ଭଲ ଭାବେ ଯୋଗଦାନ କରନ୍ତୁ। ଧନ ଓ ଆର୍ଥିକ ସ୍ଥିତି କିପରି ରହିବ? ଆଜି ଧନ ଆଗମନର କିଛି ସୁଯୋଗ ମିଳିପାରେ। ପୁରୁଣା ବକେୟା ଟଙ୍କା ଫେରି ମିଳିବାର ସମ୍ଭାବନା ରହିପାରେ। ଅନାବଶ୍ୟକ ଖର୍ଚ୍ଚ କମାଇ ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ। ପ୍ରେମ ଜୀବନ କିପରି ରହିବ? ପ୍ରେମ ସମ୍ପର୍କରେ ଭୁଲ ବୁଝାବୁଝି ଦୂର ହୋଇପାରେ। ସାଥୀଙ୍କ ସହ ସତ୍ୟ ଓ ଖୋଲାମେଳା କଥାବାର୍ତ୍ତା କରନ୍ତୁ। ନୂଆ ସମ୍ପର୍କ ଆରମ୍ଭ କରିବାକୁ ଚାହୁଁଥିଲେ ତ୍ୱରାତ୍ୱରିତ କରନ୍ତୁ ନାହିଁ। ବିବାହିତ ଜୀବନ କିପରି ରହିବ? ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପରସ୍ପର ବିଶ୍ୱାସ ବଢ଼ିପାରେ। ଘରର କୌଣସି ଶୁଭ କାର୍ଯ୍ୟ ନେଇ ଆଲୋଚନା ହୋଇପାରେ। ଛୋଟ କଥାକୁ ବଡ଼ ବିବାଦରେ ପରିଣତ କରନ୍ତୁ ନାହିଁ। ପରିବାର କିପରି ରହିବ? ପରିବାରରେ ଖୁସିର ପରିବେଶ ରହିପାରେ। ବଡ଼ମାନଙ୍କ ଆଶୀର୍ବାଦ ଓ ପରାମର୍ଶ ଆପଣଙ୍କୁ ସଠିକ୍ ପଥ ଦେଖାଇପାରେ। ସନ୍ତାନଙ୍କ ଉନ୍ନତିରେ ଖୁସି ମିଳିପାରେ। ଛାତ୍ରଛାତ୍ରୀଙ୍କ ଦିନ କିପରି ରହିବ? ପଢ଼ାରେ ମନ ଲାଗିବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ନିୟମିତ ଅଭ୍ୟାସ ଭଲ ଫଳ ଦେଇପାରେ। ସ୍ୱାସ୍ଥ୍ୟ କିପରି ରହିବ? କାମର ଚାପ ଯୋଗୁଁ କ୍ଳାନ୍ତି ଅନୁଭବ ହୋଇପାରେ। ସମୟରେ ଖାଦ୍ୟ ଖାଆନ୍ତୁ, ପର୍ଯ୍ୟାପ୍ତ ପାଣି ପିଅନ୍ତୁ ଏବଂ ନିଦ୍ରା ପୂରଣ କରନ୍ତୁ। ଯଦି କୌଣସି ସମସ୍ୟା ଲମ୍ବା ସମୟ ଧରି ରହେ ଡାକ୍ତରଙ୍କୁ ପରାମର୍ଶ ନିଅନ୍ତୁ। ସକାଳେ ନିଜ ଇଷ୍ଟଦେବଙ୍କୁ ପ୍ରଣାମ କରନ୍ତୁ। କିଛି ସମୟ ଧ୍ୟାନ କିମ୍ବା ପ୍ରାର୍ଥନା ବିତାଇଲେ ମାନସିକ ଶାନ୍ତି ମିଳିପାରେ। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଶୁଭ ମନାଯାଏ। ଆଜିର ଶୁଭ ସଂକେତ କ'ଣ? ଶୁଭ ରଙ୍ଗ ହଳଦିଆ, ଶୁଭ ସଂଖ୍ୟା 3, ଶୁଭ ଦିନ ଉତ୍ତର ପୂର୍ବ, ଶୁଭ ସମୟ ସକାଳ 8:30ରୁ 11ଟା ମଧ୍ୟରେ। ପରମ୍ପରାଗତ ଜ୍ୟୋତିଷ ମତାନୁସାରେ ଆଜିର ଦିନ ଆପଣଙ୍କୁ ନୂଆ ସୁଯୋଗ ଦେଇପାରେ। ତେବେ ସଫଳତା ପାଇଁ ଧୈର୍ଯ୍ୟ, ପରିଶ୍ରମ ଓ ସଠିକ୍ ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ। ସକାରାତ୍ମକ ଚିନ୍ତାଧାରା ସହ ଆଗକୁ ବଢ଼ନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, ସେୟାର ଓ ସବସ୍କ୍ରାଇବ୍ କରନ୍ତୁ। ପ୍ରତିଦିନ ରାଶିଫଳ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଧନ୍ୟବାଦ।